ସମସ୍ତଙ୍କୁ ଜଗନ୍ନାଥ ଷ୍ଟଡି ଚ୍ୟାନେଲରେ ସ୍ୱାଗତ। ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବ। ପିଲାମାନେ ଆସୁଥିବା ଓଡ଼ିଶା ଆଦର୍ଶ ପ୍ରବେଶିକା ପରୀକ୍ଷା 2025 ପାଇଁ ଇଂଲିଶର କିଛି ପ୍ରଶ୍ନ ଆମେ ଆଲୋଚନା କରିବା ଏବଂ ସହଜରେ ବୁଝିବା। ପିଲାମାନେ ତମାନେ ଭାବୁଥିବ କି ପ୍ରଶ୍ନ କେଉଁଠୁ ଆସିବ, ତମ ବହି ଭିତରୁ ଆସିବ କି ବାହାରୁ ଆସିବ। ତ ପିଲାମାନେ ଡରିବାର କିଛି ବି ନାହିଁ। ସବୁ ବର୍ଷ ଭଳି ଏ ବର୍ଷ ବି ସବୁ ପ୍ରଶ୍ନ ତମମାନଙ୍କ ବହିରୁ ହିଁ ଆସିବ। ପିଲାମାନେ ଆଜି ଭିଡ଼ିଓରେ ଯେଉଁ ପ୍ରଶ୍ନ ବି ଆଲୋଚନା ହେବ, ତ ପିଲାମାନେ ସବୁ ପ୍ରଶ୍ନର ଉତ୍ତର ତମମାନେ ଦବା ପାଇଁ ଟ୍ରାଏ କରିବ। ତ ପିଲାମାନେ ଭୁଲ ହେଲେ ହବ, ଠିକ ହେଲେ ବି ହବ। ଭୁଲ ହେଲେ ତମମାନେ ଠିକ କରିବା ପାଇଁ ଚେଷ୍ଟା କରିବ। ପିଲାମାନେ ତମମାନଙ୍କ ଭିତରୁ କେହି କେହି ସାଇକେଲ ନେଇକି ସ୍କୁଲ ଯାଆନ୍ତି, ତ କେହି କେହି ଚାଲିକି ଯାଆନ୍ତି। ତ ପିଲାମାନେ ତମମାନଙ୍କ ଭିତରୁ ଯଦି କିଏ ସାଇକେଲରୁ ପଡ଼ିଯାଏ, ତାହେଲେ ତମେ କ'ଣ କର? ସାଇକେଲ ଚଲେଇବା କ'ଣ ଛାଡ଼ି ଦିଅ? ତାପରେ ବି ତମେ ସାଇକେଲ ଚଲେଇଥାଅ, ହେଲା। ତ ପିଲାମାନେ ସେହିଭଳି ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ତମେମାନେ ଚେଷ୍ଟା କରିବ। ଭୁଲ ହେଲେ ପୁଣି ଠିକ କରିବା ପାଇଁ ଚେଷ୍ଟା କରିବ ନା। ତ ପିଲାମାନେ ଦେଖିବା ପ୍ରଥମ ପ୍ରଶ୍ନ। ପିଲାମାନେ ତମମାନଙ୍କ ଇଂଲିଶ ବହିରେ ଯେଉଁ ଅଛି ରେନ୍ ଚାପ୍ଟରଟି, ହେଲା, ସେଇ ରେନ୍ ଚାପ୍ଟରରୁ କିଛି ପ୍ରଶ୍ନ ଆମେ ଆଲୋଚନା କରିବା ଏବଂ ସହଜରେ ବୁଝିବା। ତ ପିଲାମାନେ ତମମାନେ ରେନ୍ ପୋଏମଟି ଭଲ ଭାବରେ ପଢ଼ିଥିଲ ଏବଂ ମନେ ରଖିଥିବ ମଧ୍ୟ। ଦେଖିବା ଏଠି ପ୍ରଥମ ପ୍ରଶ୍ନ କ'ଣ ଦେଇଛି? ରେନ୍ ଫଲ୍ସ ଅନ୍ ଡ୍ୟାସ୍ ଏଣ୍ଡ ଟ୍ରି। ଆଚ୍ଛା କହିଲ ପିଲାମାନେ, ରେନ୍ କେଉଁ କେଉଁଠାରେ ପଡୁଥିଲା ବା କେଉଁ କେଉଁଠାରେ ବର୍ଷା ହେଉଥିଲା କୁହ। ତମାନେ ପଢିଥିଲ, ମନେ ଥିବ ମଧ୍ୟ ତମର। କୁହ ସେ ଚାପ୍ଟର ପ୍ରଥମ ଲାଇନ ଆଉ ଦ୍ୱିତୀୟ ଲାଇନରେ ଅଛି ଏହି କ୍ୱେଶ୍ଚନର ଆନ୍ସର। ଦ ରେନ୍ ଇଜ୍ ରେନିଂ ଅଲ୍ ରାଉଣ୍ଡ, ଇଟ୍ ଫଲ୍ସ ଅନ୍ ଫିଲ୍ଡ ଏଣ୍ଡ ଟ୍ରି। ପଢିଥିଲ କି ନାହିଁ? ତାହେଲେ ବର୍ଷା କେଉଁଠି କେଉଁଠି ହଉଥିଲା ନା ରେନ୍ ଫଲ୍ସ ଅନ୍ କ'ଣ ଫିଲ୍ଡ ଏଣ୍ଡ ଟ୍ରି, ପଡ଼ିଆରେ ଆଉ ଗଛ ଉପରେ ହଉଥିଲା। ତାହେଲେ ଏଠି ଅପସନ କ'ଣ ଅଛି? ଗ୍ରାସ୍ ଅଛି, ଫିଲ୍ଡ ଅଛି, ସିପ୍ସ ଅଛି, ଅମ୍ବ୍ରେଲା ଅଛି। ତାହେଲେ ଏଠି କ'ଣ ଲେଖିବ ତମମାନେ? ସଠିକ ଉତ୍ତର କ'ଣ ହେବ ନା ଫିଲ୍ଡ ଏଣ୍ଡ ଟ୍ରି, ହେଲା। ତାହେଲେ ଏହାର ଆନ୍ସର ହବ ଫିଲ୍ଡ। ରେନ୍ ଫଲ୍ସ ଅନ୍ ଫିଲ୍ଡ ଏଣ୍ଡ ଟ୍ରି। ପିଲାମାନେ ଏବେ ତମର ମନେ ପଡ଼ିଲା କି ନାହିଁ? ତାହେଲେ ବର୍ଷା କେଉଁଠି ହଉଥିଲା? ପଡ଼ିଆରେ ହଉଥିଲା ଆଉ ଗଛରେ ହଉଥିଲା, ହେଲା। ନେକ୍ସଟ କ୍ୱେଶ୍ଚନ ପିଲାମାନେ, ହୁ ଡଜ୍ ନଟ୍ ୱାଣ୍ଟ ଦ ରେନ୍ ଟୁ ଫଲ୍ ଅପନ୍ ହିମ୍। ତାହେଲେ ପ୍ରଶ୍ନ କ'ଣ କହୁଛି? କିଏ ଚାହୁଁନଥିଲେ କି ବର୍ଷାଟା ତାଙ୍କ ଉପରେ ପଡୁ ବୋଲି। ଆଚ୍ଛା କହିଲ ପିଲାମାନେ, ଏ ଚାପ୍ଟରଟି କିଏ ଲେଖିଥିଲେ? ନା ପୋଏଟ ହିଁ ଲେଖିଥିଲେ। ସେ ହିଁ ଚାହୁଁନଥିଲେ କ'ଣ ବର୍ଷାଟା ତାଙ୍କ ଉପରେ ପଡୁ ବୋଲି, ହଁ ନା ନାଇଁ ପିଲାମାନେ? ତାହେଲେ ଏଠି ଅପସନ କ'ଣ ଦେଇଛି? ଦ ମଦର, ଦ ଫାଦର, ଦ ଚାଇଲ୍ଡ ପୋଏଟ, ଅଲ୍ ଅଫ୍ ଦେମ୍। ତାହେଲେ ଏହାର ସଠିକ ଉତ୍ତର କ'ଣ ହେବ? ଦ ଚାଇଲ୍ଡ ପୋଏଟ। ମାନେ ଦ ଚାଇଲ୍ଡ ମାନେ କ'ଣ ପିଲାମାନେ? ସେ ନିଜେ, ହେଲା। ଚାଇଲ୍ଡ ହେଉଛନ୍ତି ସେ ନିଜେ ହେଉଛି ପୋଏଟ, ହେଲା। ତାହେଲେ ଏହାର ଆନ୍ସର କ'ଣ ହବ ନା ଦ ଚାଇଲ୍ଡ ପୋଏଟ। ଅପସନ ସି ହବ ଆର ସଠିକ ଉତ୍ତର। ଦ ଚାଇଲ୍ଡ ପୋଏଟ ଚାହୁଁନଥିଲେ କ'ଣ ନା ବର୍ଷା ତାଙ୍କ ଉପରେ ହଉ ବୋଲି ବା ବର୍ଷା ପାଣି ତାଙ୍କ ଉପରେ ପଡୁ ବୋଲି। ନେକ୍ସଟ କ୍ୱେଶ୍ଚନ ପିଲାମାନେ, ହୋୟାର ଇଜ୍ ଦ ରେନ୍ ରେନିଂ। ତାହେଲେ ପ୍ରଶ୍ନ କ'ଣ କହୁଛି? କେଉଁଠି ବର୍ଷା ହେଉଥିଲା? ପିଲାମାନେ ପୋଏମରେ ତମମାନେ ପଢିଥିଲ କେଉଁଠି ବର୍ଷା ହେଉଥିଲା? କ'ଣ ପଢିଥିଲ ତମମାନେ ପୋଏମରେ? ଦ ରେନ୍ ଇଜ୍ ରେନିଂ ଅଲ୍ ରାଉଣ୍ଡ। ବର୍ଷା କ'ଣ ଚାରିଆଡେ ହଉଥିଲା, ହେଲା। ସବୁଆଡେ ବର୍ଷା ହଉଥିଲା। ତାହେଲେ ଏଠି ଅପସନ କ'ଣ ଅଛି? ଅନ୍ ଫିଲ୍ଡ, ଅନ୍ ଟ୍ରି, ଅନ୍ ହାଉସ ଟପ୍, ଅଲ୍ ଆରାଉଣ୍ଡ। ତାହେଲେ ପିଲାମାନେ ବର୍ଷା କେଉଁଠାରେ ହଉଥିଲା ନା ଅଲ୍ ଆରାଉଣ୍ଡ, ମାନେ ସବୁଆଡେ ହଉଥିଲା। ତାହେଲେ ଏଠି ଅପସନ ଡି ହବ ଆର ସଠିକ ଉତ୍ତର। ନେକ୍ସଟ କ୍ୱେଶ୍ଚନ ପିଲାମାନେ, ହୁ ୱିଲ୍ କମ୍ ଏଗେନ୍ ଆନାଦର ଡେ। କ୍ୱେଶ୍ଚନ କ'ଣ କହୁଛି ପିଲାମାନେ? କିଏ ଆଉ ଥରେ ପୁଣି ପଳେଇ ଆସୁଛି ବା ବାରମ୍ବାର ପୁଣି ପଳେଇ ଆସୁଛି। କିଏ ପଳେଇ ଆସୁଛି ପିଲାମାନେ? ଅପସନ କ'ଣ ଅଛି? ଦ ଚାଇଲ୍ଡ, ଦ ପୋଏଟ, ଦ ମଦର, ଦ ରେନ୍। ପିଲାମାନେ ପୋଏମରେ ତମମାନେ ପଢିଥିଲ କିଏ ବାରମ୍ବାର ପଳେଇ ଆସୁଥିଲା? ଏଠି ପୋଏଟ କ'ଣ କହିଥିଲେ? ପୋଏମରେ କ'ଣ କହିଥିଲେ ପୋଏଟ? ରେନ୍ ରେନ୍ ଗୋ ଏୱେ, ଲିଟିଲ ଜନି ୱାଣ୍ଟସ୍ ଟୁ ପ୍ଲେ, କମ୍ ଏଗେନ୍ ଆନାଦର ଡେ। ପଢିଥିଲ କି ନାହିଁ ପିଲାମାନେ? ମନେ ପଡୁଛି କି ନାହିଁ?
पोएट कौन कहते रेन रेन गो एवे लिटिल जॉनी वांट्स टू प्ले कौन कहते ना वर्षा वर्षा तू चली जा लिटिल जॉनी वांट्स टू प्ले माने लिटिल जॉनी खेलिबा को चाहूची ହେଲା वर्षा वर्षा तू चली जा लिटिल जॉनी खेलिबा को चाहूची तू आउ दिने आसीबू ହେଲା आउ दिने पुणी थरे तू आसीबू लिटिल जॉनी खेलिबा को चाहूची पिला माने मने पड़ला कि नाही ताहले हु विल कम अगेन अनदर डे पिला माने किए पुणी पळी आस्तुला ना यार सठिक उत्तर हेबो द रेन ହେଲା वर्षा पुणी पळी आसुथिला पिला माने तमाने पोएम टुकु भलो भाबरे पढ़ी ना हो बोली तमानको सब क्वेश्चन ना आंसर दबा को कष्ट लाउछ खाली एटा भाबी देइछ कि इंग्लिश तम द्वारा हबनी पिला माने देखिलो तो सब गुडी का प्रश्न तमानको बहिरु ही आसीछि सब गुडी का प्रश्न तमानको पई केते सहज तमाने पोएम टुकु मने रखले तमाने सब प्रश्नर उत्तर सहजरे देई परिबो तो पिला माने देखिबा नेक्स्ट प्रश्न नेक्स्ट क्वेश्चन पिला माने रेन इज रेनिंग ऑन डैश पिला माने एटी प्रश्न कौन कहूची वर्षा काहा उपरे होउथिला बा वर्षा पानी काहा उपरे पडुथिला पिला माने पोएम रे पढिथिला तम माने वर्षा काहा उपरे होउथिला फील्ड एंड ट्री पढिया रे आउ गछ उपरे होउथिला ना नाही ताहाले एटी ऑप्शन कौन देछि देखिबा ऑप्शन देछि फील्ड विल रिवर द मेन इन शिप्स तो पिला माने यार सठिक उत्तर कौन हेबो ना एटी जेहेतु फील्ड देछि ताहले आमे एठी आंसर कौन लिखिबा ना फील्ड रेन इज रेनिंग ऑन फील्ड ना वर्षा केउटारे होतिला ना पढ़िया रे होतिला आउ ट्री रे होतिला पिला माने एठी जदी फील्ड न देकी ट्री देई थांता ताहले एठी ट्री भी यार आंसर हेई थांता तो पिला माने एबे बुझेला कि नाही देखिबा नेक्स्ट क्वेश्चन पिला माने रेन ड्रॉप डू नॉट फॉल अपॉन वर्षार ठोपा काहा ऊपर पिला माने पडु नथिला काहा ऊपर पिला माने पडु नथिला एबे आमे सही बड़ी क्वेश्चन गोटे आलोचना करिथिले से प्रश्न कौन थिला पिला माने हु डज नॉट वांट द रेन टू फॉल अपॉन हिम किए चाहू नथिला वर्षा पानी तांको ऊपर पडु बोली आमे तार आंसर भी देई देथिले हला किए चाहू नथिले ना द चाइल्ड पोएट एठी क्वेश्चन कौन देछि ना रेन ड्रॉप्स डू नॉट फॉल अपॉन वर्षा ठोपा काहा ऊपर पडु नथिला बा वर्षा पानी काहा ऊपर पडु नथिला पिला माने यार गोटे भी आंसर हम कौन पिला माने एठी ऑप्शन देछि देखिबा अम्ब्रेला द पोएट चाइल्ड हाउस टॉप ग्रीन ग्रास तो पिला माने यार सठिक उत्तर कौन हेबो ना द पोएट चाइल्ड ऊपर वर्षा पानी पडु नथिला बा से चाहू नथिले वर्षा पानी तांको ऊपर पडु बोली हला पिला माने नेक्स्ट क्वेश्चन हाउ मेनी टाइम्स रेन इज यूज्ड इन द पोएम पिला माने तमनको इंग्लिश बही रे जेउ रेन पोएम टी अछि सेथिरे तमाने जाई देखिबो केते थर रेन यूज हेछि ओनली रेन नॉट रेन्स पिला माने सेथिरे रेन भी यूज हेछि आउ रेन्स भी यूज हेछि तमाने खाली देखिबो कोन ना रेन केते थर यूज हेछि तो पिला माने एठी ऑप्शन देछि कोन ना ऑल्सो माने थरे ट्वाइस माने दुई थर थ्रीआइस माने तीन थर 4 टाइम्स माने 4 थर तो पिला माने तमाने जाई कि देखिबो केते थर यूज हेछि मु देखितिली तो 4 टाइम्स माने 4 थर यूज हेछि कोन पिला माने 4 थर यूज हेछि ओनली रेन नॉट रेन्स हला रेन खाली 4 थर यूज हेछि नेक्स्ट क्वेश्चन देखिबा पिला माने हाउ मेनी स्टांजास आर देयर इन द पोएम पिला माने तमानको बहिरे जो रेन पोएम टी अछि सेतिरे केतोटी स्टांजा रहिछि तो पिला माने ऑप्शन अछि एठी 1 2 3 4 तो यार सठिक उत्तर हेबो 2 ताले तमानको जो रेन पोएम टी रहिछि ताले केतोटी स्टांजा अछि ना दुईटी स्टांजा अछि नेक्स्ट क्वेश्चन हु वांट्स टू प्ले किए खेलिबा पई चाहुथला पिला माने एही क्वेश्चन आंसर तमाने सहजरे देई परिबो काहे कि ना तमाने रेन पोएम रे पढितिलो किए खेलिबा पई चाहुथला पिला माने पोएम टी को मने पकाओ रेन रेन गो अवे लिटिल जॉनी वांट्स टू प्ले कम अगेन अनदर डे पिला माने रेन पोएम रे पोएट कोन कहउछंती कवि कोन कहउछंती ना वर्षा वर्षा तू चली जा काहे कि ना लिटिल जॉनी खेलिबा को चाहुछि तो आउ एक दिन रे
ଆସିବୁ ହେଲା ବା ଅନ୍ୟ ଏକ ଦିନରେ ତୁ ଆସିବୁ କିନ୍ତୁ ତୁ ଏବେ ଚାଲିଯା କାହିଁକି ନା ଲିଟିଲ ଜନି ଖେଳିବାକୁ ଚାହୁଁଛି। ତାହେଲେ ପିଲାମାନେ ଏହାର ଆନ୍ସର କ'ଣ ହେବ? ହୁ ୱାଣ୍ଟସ୍ ଟୁ ପ୍ଲେ? ନା ଦ ଲିଟିଲ ଜନି ହେଲା। ଲିଟିଲ ଜନି ଖେଳିବାକୁ ଚାହୁଁଥିଲା। ନେକ୍ସଟ କ୍ୱେଶ୍ଚନ ପିଲାମାନେ, ହ୍ୱାଟ ଇଜ ଦ ପୋଏମ ଏବାଉଟ? ପୋଏମଟି କାହା ବିଷୟରେ ଥିଲା? ପିଲାମାନେ ତମାନେ ଏହି କ୍ୱେଶ୍ଚନ ଆନ୍ସର ମଧ୍ୟ ସହଜରେ ଦେଇପାରିବ। ମୁଁ ଜାଣିଛି ପୋଏମଟି କାହା ବିଷୟରେ କୁହାଯାଇଥିଲା? କାହା ବିଷୟରେ ପିଲାମାନେ ବା ପୋଏମଟି କାହା ବିଷୟରେ ଥିଲା? କାହା ବିଷୟରେ ପିଲାମାନେ? କାଉ ବିଷୟରେ ଥିଲା, ନା ଟାଇଗର ବିଷୟରେ ଥିଲା, ନା ଏଲିଫାଣ୍ଟ ବିଷୟରେ ଥିଲା, ନା କ୍ୟାଟ୍ ବିଷୟରେ ଥିଲା? କୁହ ପିଲାମାନେ କାହା ବିଷୟରେ ଥିଲା? ଯେହେତୁ ପୋଏମର ନେମ୍ ଥିଲା କ'ଣ? ରେନ୍। ରେନ୍ ବିଷୟରେ ହିଁ ଥିଲା। ହଁ କି ନାଇଁ ପିଲାମାନେ? ତମାନେ ଖାଲି ଡରୁଛ, ଆ ବ୍ୟତୀତ ଆଉ କିଛି ବି ନୁହେଁ। ଆନ୍ସର ଦେବା ପାଇଁ ଟ୍ରାଏ ହିଁ କରୁନ। ଅପସନ ଦେଇଛି ପିଲାମାନେ ଏ ଭିଲେଜ, ୱେଦର, ରେନ୍, ସନ୍ ଏଣ୍ଡ ମୁନ୍। ତ ପିଲାମାନେ ଏହାର ସଠିକ ଉତ୍ତର କ'ଣ ହେବ? ନା ରେନ୍। এই ପୋଏମଟି କାହା ବିଷୟରେ ଥିଲା? ନା ରେନ୍ ବିଷୟରେ ହିଁ ଥିଲା। ଆଚ୍ଛା କହିଲ ପିଲାମାନେ ତମାନଙ୍କୁ ବର୍ଷା ଭଲ ଲାଗେ କି ନାହିଁ? କୁହ। ତମାନଙ୍କୁ ନିହାତି ଭାବରେ ବର୍ଷା ଭଲ ଲାଗେ। କାହିଁକି ନା ବର୍ଷା ହେଲେ ତମାନେ କ'ଣ କର? ତମ ମା ହୁଅନ୍ତୁ କିମ୍ବା ଜେଜେମା ହୁଅନ୍ତୁ କିମ୍ବା ତମ ବାପା ହୁଅନ୍ତୁ ତାଙ୍କୁ ତମେ କ'ଣ କହିଥାଅ? ନା ମା ଆଜି ବର୍ଷା ହଉଛି, ମୁଁ ସ୍କୁଲ ଯିବିନି, ଟ୍ୟୁସନ ଯିବିନି, ଏମିତି କହିଥାଅ ନା ନାଇଁ? ତାହେଲେ ବର୍ଷା ହେଲେ ତମକୁ ନିହାତି ଭଲ ଲାଗେ। ହଁ ନା ନାଇଁ ପିଲାମାନେ? ତମାନେ ଏମିତି ହିଁ ସବୁ କରିଥାଉ ନା ନାଇଁ? ପିଲାମାନେ ଦେଖିଲ ତ ଇଂଲିଶର ସବୁ ପ୍ରଶ୍ନ ଗୁଡ଼ିକ କେତେ ସହଜ। ଖାଲି ତମମାନେ ବେକାରଟାରେ ଡରୁଛ। ଇଂଲିଶ ତମମାନେ ପଢୁନାହଁ ବୋଲି ତମମାନଙ୍କୁ କଷ୍ଟ ଲାଗୁଛି। କାହିଁକି ନା ଇଂଲିଶ ପଢିବା ବହୁତ ସହଜ। ପିଲାମାନେ ପରୀକ୍ଷାରେ ଯଦି ଏହିଭଳି ପ୍ରଶ୍ନ ଆସେ ତାହେଲେ ତମମାନେ ସହଜରେ କରିପାରିବ ହେଲା। ତ ପିଲାମାନେ ତମମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।